घंटिला रे माड़ी माड़ी आसुची नंबर 1 मेढ़ सिंगी बाजा सांग तू डबल ढोलो माड़ माड़ी माड़ी आसुची नंबर 1 मेढ़ सिंगी बाजा सांग तू डबल ढोलो माड़ आलो ए नानी देखी काखे था अरे ए भाई ना टिके पाखे जा आलो ए नानी देखी काखे था अरे ए भाई ना टिके पाखे जा अरे मेढ़ से झूली झूली छाड़ो छाड़ो बाट छाड़ो अरे मेढ़ से झूली झूली छाड़ो छाड़ो बाट छाड़ो संड मार्का टोका भारी गोपालिया नाची नचे टोका कलेनी हालिया अरे आम संड मार्का टोका भारी गोपालिया नाची नचे टोका कलेनी हालिया आलो ए नानी देखी काखे था अरे ए भाई ना टिके पाखे जा आलो ए नानी देखी काखे था अरे ए भाई ना टिके पाखे जा अरे जोड़ी महुरी सांग को संबलपुरी ढोलो मारो अरे जोड़ी महुरी सांग को संबलपुरी ढोलो मारो रंगवती गीत थिले टोका को बढ़िया लुंगी डांस बाजी गले टोका कर दिया अरे रंगवती गीत थिले टोका को बढ़िया लुंगी डांस बाजी गले टोका कर दिया आलो ए नानी देखी काखे था अरे ए भाई ना टिके पाखे जा आलो ए नानी देखी काखे था अरे ए भाई ना टिके पाखे जा अरे धक्का बाजिले मौसा हबु खाली हड़बड़ अरे धक्का बाजिले मौसा हबु खाली हड़बड़ आइला रे मारी आइला रे ए आइला रे मारी आइला रे अरे घंटिला रे ए मणि घंटिला रे मारी मारी आसुची नंबर 1 मेढ़ सिंगी बाजा सांग तू डबल ढोलो माड़ मारी मारी आसुची नंबर 1 मेढ़ सिंगी बाजा सांग तू डबल ढोलो माड़ आलो ए नानी देखी काखे था अरे ए भाई ना टिके पाखे जा आलो ए नानी देखी काखे था अरे ए भाई ना टिके पाखे जा अरे मेढ़ से झूली झूली छाड़ो छाड़ो बाट छाड़ो अरे मेढ़ से झूली झूली छाड़ो छाड़ो बाट छाड़ो अरे मेढ़ से झूली झूली छाड़ो छाड़ो बाट छाड़ो अरे घंटी पकावे। नमस्कार प्रिय दर्शक बंधु मु अजेंद्र प्रसाद मानसिंह आज एक
ନୂଆ ବୋବାଲିଆ ଗୀତଟିଏ ହେଇଛି ସଜୟ ବାବୁଙ୍କ ଷ୍ଟୁଡ଼ିଓରେ କଟକରେ, ଯାହାକୁ ମୁଁ ନିଜେ ଗାଇଛି। ଏହାର ଗୀତିକାର ହେଉଛନ୍ତି ଲକ୍ଷ୍ମଣ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅକ୍ଷୟ କୁମାର ନାୟକ। ଏହାର ବ୍ୟବସ୍ଥାପନା ଦାୟିତ୍ୱ ମନୋରଞ୍ଜନ ମହାନ୍ତି ଏବଂ ତାଙ୍କୁ ସହଯୋଗ କରିଛନ୍ତି ଶ୍ରୀଯୁକ୍ତ ସରୋଜ ମଲ୍ଲିକ, ଯାହାକି ଅତି ସୁନ୍ଦର ହେଇଛି। ଆଉ ଆରେଞ୍ଜମେଣ୍ଟ ବି ବହୁତ ଭଲ ହେଇଛି। এই ଗୀତଟି କେବଳ ଯୁବପିଢ଼ିମାନଙ୍କ ପାଇଁ ହିଁ ହେଇଛି। ଗଣେଶ ପୂଜା ଏବଂ ଦଶହରା ପୂଜା ଭସାଣି ଉଦ୍ଦେଶ୍ୟରେ ହିଁ ଏ ଗୀତ ହେଇଛି। ଆପଣଙ୍କ ମନକୁ ଲାଗିଲା ଭଳିଆ ଗୀତଟି ହେଇଛି, ଆପଣଙ୍କ ମନକୁ ଛୁଇଁବ। এই ଗୀତଟି ମୁଁ ଆଶା କରୁଛି ଆପଣଙ୍କୁ ବହୁତ ଭଲ ଲାଗିବ। ଯଦି এই ଗୀତଟି ଭଲ ଲାଗେ ତାହେଲେ ଲାଇକ୍ କରନ୍ତୁ, କମେଣ୍ଟସ୍ ଦିଅନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର। ଜୟ ଜଗନ୍ନାଥ, ଜୟ ମା ଭଟ୍ଟାରିକା। ନମସ୍କାର, ମୁଁ ଅକ୍ଷୟ କୁମାର ନାୟକ। ଆଜିର ଏହି ଗୀତଟି ଗୀତକାର ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁଙ୍କର ଲେଖନୀ ମନରେ ବହୁତ ସୁନ୍ଦର ଭାବରେ ସେ ଲେଖିଛନ୍ତି ଏବଂ ତାଙ୍କର ସେହି ଗୀତଟିକୁ ମୁଁ ବହୁତ ସୁନ୍ଦର ଭାବରେ ସ୍ୱର କରି ବୋବାଲିଆ ଧରଣର ସ୍ୱର କରାହେଇଛି ଏବଂ ଆଜି ଏହି ଗୀତଟି ସଞ୍ଜୟ ବାବୁଙ୍କ ଷ୍ଟୁଡ଼ିଓରେ ଗୀତଟି ଟେକ୍ ନିଆହେଇଛି। ତାକୁ ମୋର ଛାତ୍ର ଅଜେନ୍ଦ୍ର କୁମାର ମାନସିଂ ବହୁତ ସୁନ୍ଦର ଭାବରେ ବୋବାଲିଆ ଭାବରେ ଗାଇଛନ୍ତି। ମୁଁ ଆଶା କରୁଛି ଏହି ଗୀତଟି ଆଜିର ଯୁବପିଢ଼ିମାନଙ୍କ ହୃଦୟରେ ନିଶ୍ଚିତ ସ୍ଥାନ ଦେବ ଏବଂ ଦର୍ଶକମାନଙ୍କୁ ନିଶ୍ଚିତ ଛୁଇଁବ। ମୁଁ ଆଶା କରୁଛି ଯଦି ଆପଣମାନଙ୍କୁ ଏ ଗୀତଟି ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ। ଜୟ ଜଗନ୍ନାଥ, ନମସ୍କାର। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଭଟ୍ଟାରିକା। ମୁଁ ଗୀତିକାର ଶ୍ରୀ ଲକ୍ଷ୍ମଣ ସାହୁ। ଅଜୟ ବାବୁଙ୍କ ଅନୁରୋଧ କ୍ରମେ ଏ ଗୀତଟିକି ମୁଁ ଲେଖିଛି। ଆଉ ଅକ୍ଷୟ ସାର୍ଙ୍କର ସ୍ୱର ସଂଯୋଜନା ବହୁତ ଉଚ୍ଚକୋଟୀର ହେଇଛି। ବିଶ୍ୱାସ ଓ ଆଶା ଆପଣମାନଙ୍କୁ ଏହି ଗୀତଟି ଭଲ ଲାଗିବ ଏବଂ ଆପଣମାନଙ୍କ ମନରେ ନୂଆ ଉନ୍ମୋଦନା ସୃଷ୍ଟି କରିବ। ଆଶା କରେ ଯଦି ଗୀତଟି ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ରହୁଛି, ନମସ୍କାର। ମୁଁ ଗୀତିକାର ଶ୍ରୀ ଲକ୍ଷ୍ମଣ ସାହୁ। ନମସ୍କାର। ଆଜି ସଞ୍ଜୟ ବାବୁଙ୍କ ଷ୍ଟୁଡ଼ିଓରେ ଏକ ସୁନ୍ଦର ମ୍ୟୁଜିକାଲ ଗୀତଟିଏ ରେକର୍ଡ଼ିଂ ହେଇଛି, ଯାହାକୁ ମୋର ଷ୍ଟୁଡେଣ୍ଟ ଅଜୟ କୁମାର ମାନସିଂ ଗୀତଟି ଗାଇଛନ୍ତି। ଏହାକୁ ଲେଖିଛନ୍ତି ଲକ୍ଷ୍ମଣ ସାହୁ, ସ୍ୱର ଦେଇଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ। ଗୀତଟି ବହୁତ ସୁନ୍ଦର ହେଇଛି, ଆଜିର ଯୁବପିଢ଼ିମାନଙ୍କୁ ବହୁତ ଭଲ ଲାଗିବ। ଭସାଣୀ ଯାତ୍ରାରେ ଗୀତଟି ବାଜିଲେ ନିଶ୍ଚିତ ଭାବରେ ସମସ୍ତଙ୍କ ଗୋଡ଼ ଉଠିବ, ନାଚିବେ। ଯଦି ଆପଣଙ୍କ ମନକୁ ଛୁଏଁ ଗୀତଟି, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ନମସ୍କାର।